ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ମୁଁ ବିଶ୍ୱଜିତ ଆପଣଙ୍କୁ ସ୍ୱାଗତ ଜଣାଉଛି ଆମର ଏଇ ୟୁଟ୍ୟୁବ୍ ଚ୍ୟାନେଲ ଆଜିର ତିଥିକୁ। ଜୟ ଜଗନ୍ନାଥ। ଆସନ୍ତୁ ଜାଣିବା ଆଜିର ତିଥିବାର ବିଷୟରେ। ଆଜି ବୈଶାଖ ମାସ 9 ଦିନ, ଅପ୍ରେଲ 22 ତାରିଖ, ବୁଧବାର। ବିରଜା କ୍ଷେତ୍ରକୁ ସୂର୍ଯ୍ୟ ଉଦୟ ହେଉଛନ୍ତି 5:21। ସୂର୍ଯ୍ୟ ଉଦୟ ହେଉଛନ୍ତି ମେଷ ରାଶିରେ 1:04। ବିରଜା କ୍ଷେତ୍ରକୁ ସୂର୍ଯ୍ୟ ଅସ୍ତ ହେବେ 6:04। ସୂର୍ଯ୍ୟ ଅସ୍ତ ହେବେ ତୁଳା ରାଶିରେ 1:30। ଆଜିର ତିଥି 53:38 ପର୍ଯ୍ୟନ୍ତ। ଅର୍ଥ 2:48 ପର୍ଯ୍ୟନ୍ତ। ଆଜିର ନକ୍ଷତ୍ର ଆଦ୍ରା ନକ୍ଷତ୍ର 51:52 ପର୍ଯ୍ୟନ୍ତ। ଅର୍ଥ ରାତ୍ରି 1:56 ପର୍ଯ୍ୟନ୍ତ। ଆଜିର ରାଶି ମିଥୁନ ଚନ୍ଦ୍ର 60 ଦଣ୍ଡ। ଆଜିର ଯୋଗ ଅତିଗଣ୍ଡ ଯୋଗ 18:44 ପର୍ଯ୍ୟନ୍ତ। ଅର୍ଥ ଦିବା 12:51 ପର୍ଯ୍ୟନ୍ତ। ଆଜିର କରଣ କୌଳବ କରଣ 26:38 ପର୍ଯ୍ୟନ୍ତ। ଅର୍ଥ ଅପରାହ୍ନ 4 ଘଣ୍ଟା ପର୍ଯ୍ୟନ୍ତ। ଯୋଗିନୀ ସ୍ଥିତି ଓ ଦୂରଯାତ୍ରା। ଯୋଗିନୀ ପଶ୍ଚିମରେ ରାତ୍ର 2:48 ପରେ ବାୟୁକୋଣେ। ଯାତ୍ରା ନିଷେଧ। ମଶଦଗ୍ଧା ତିଥି ଦୋଷ। ତାରା ଶୁଦ୍ଧି ପୁନର୍ବସୁ ପୁଷ୍ୟା ମଘା ଉତ୍ତରା ଫାଲ୍ଗୁନୀ ଚିତ୍ରା ବିଶାଖା ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ରା ଉତ୍ତରଭାଦ୍ରା ଅଶ୍ୱିନୀ କୃତ୍ତିକା ମୃଗଶିରା ଏହି ନକ୍ଷତ୍ରମାନଙ୍କର ରାତ୍ରି 1:56 ପର୍ଯ୍ୟନ୍ତ ତାରା ଶୁଦ୍ଧି। ରାତ୍ରି 1:56 ପରେ ପୁଷ୍ୟା ଅଶ୍ଳେଷା ପୂର୍ବ ଫାଲ୍ଗୁନୀ ହସ୍ତା ସ୍ୱାତି ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରାଭାଦ୍ରା ଦ୍ୱିଜା ରୋହିଣୀ ଆଦ୍ରା ଏ ନକ୍ଷତ୍ରମାନଙ୍କର ତାରା ଶୁଦ୍ଧି। ଚନ୍ଦ୍ର ଶୁଦ୍ଧି ମେଷ ବୃଷ ସିଂହ ମିଥୁନ ତୁଳା ଧନୁ ମକର କୁମ୍ଭ ଏ ରାଶିମାନଙ୍କର ଚନ୍ଦ୍ର ଶୁଦ୍ଧି। ଭାତ ଚନ୍ଦ୍ର ଆଜି ଭାତ ଚନ୍ଦ୍ର କନ୍ୟା ରାଶିର। ଆଜି ଜାତ ଶିଶୁର ମିଥୁନ ରାଶି। ଶୂଦ୍ର ମତାନ୍ତରେ ବୈଶ୍ୟବର୍ଣ୍ଣ ନରଗଣ। ରାତ୍ରି 1:56 ପରେ ଦେବଗଣ। ଆଜି ମୃତ ବ୍ୟକ୍ତିର 1:56 ପରେ ଏକ ପାଦ ଓ ରାତ୍ରି 2:48 ପରେ 2 ପାଦ ପୁଷ୍କର ଦୋଷ। ବିବିଧ ରାତ୍ରି 2:48 ପରେ ଦଗ୍ଧା ଷଷ୍ଠୀ। ଅଶୁଭ ବେଳା କାଳ ବେଳା ଦିବା 8:13 ପରେ 9:42 ମଧ୍ୟେ। ବାର ବେଳା ଦିବା 11:21 ପରେ 12:55 ମଧ୍ୟେ। କାଳରାତ୍ରି ରାତ୍ରି 2:27 ପରେ 4:01 ମଧ୍ୟେ। ଶୁଭବେଳା ଅମୃତ ଯୋଗ ପ୍ରାତରୁ ଦିବା 6:55 ମଧ୍ୟେ 1:19 ପରେ 2:55 ମଧ୍ୟେ। ସନ୍ଧ୍ୟା 6:52 ପରେ 9:16 ମଧ୍ୟେ। ରାତ୍ରି 1:36 ପରେ 5:21 ମଧ୍ୟେ। ମାହେନ୍ଦ୍ର ଯୋଗ ଦିବା 4:35 ପରେ 6:04 ମଧ୍ୟେ। ରାତ୍ରି 9:16 ପରେ 10:52 ମଧ୍ୟେ। ଆଜିର ରାଶିଫଳ ମେଷ ସମ୍ମାନ ପ୍ରାପ୍ତି ବୃଷ ପରାଧୀନ ମିଥୁନ ସୁଖ ହାନି
କର୍କଟ ପଥ ରୋଧ, ସିଂହ ସୁଖ ସମ୍ମାନ ଲାଭ, କନ୍ୟା ଘାତ ଚନ୍ଦ୍ର, ତୁଳା ସେବା ପୂଜା, ବିଛା ଈଶ୍ୱର ନିଷ୍ଠା, ଧନୁ ଆମୋଦ ପ୍ରମୋଦ, ମକର ଭ୍ରମଣ ଯୋଗ, କୁମ୍ଭ ଚିନ୍ତାଗ୍ରସ୍ତ, ମୀନ ଦ୍ରବ୍ୟ ନଷ୍ଟ। ଆମର ଏହି ଚ୍ୟାନେଲରେ ଦିଆଯାଉଥିବା ସୂଚନା ଯଦି ଆପଣଙ୍କୁ ଭଲ ଲାଗୁଥାଏ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ହେବେ ଏବଂ ଲାଇକ୍ କମେଣ୍ଟ ଓ ସେୟାର ନିଶ୍ଚୟ କରିବେ। ଜୟ ଜଗନ୍ନାଥ।